এটি রোহিঙ্গা বাংলাদেশী কি বিদা করা হচ্ছে। রোহিঙ্গা বাংলাদেশী কি বিদা করে মমতা বানার্जीর কাହିଁକି ପଡୁଛି ଆଳୁ ଚୋରଣୀର ଯଦି ତାର ପଡୁଛି ମମତା ବାନାର୍ଜୀଙ୍କ ପ୍ରଶାସନ ଭାଙ୍ଗୁଛି। ଆମେ ଦେଖୁଥିଲେ କିଛି ଲୋକ ଓଡ଼ିଶାରୁ ଗଲା ପରେ ଯେଉଁମାନେ ଆସିଥିଲେ ତାଙ୍କୁ କ'ଣ ଏଠୁ ଆମେ ତ ଓଡ଼ିଆ ଲୋକମାନେ ଆଜି କଲିକତାରେ କାମ କରୁନାହାନ୍ତି। ବିଗତ 100 ବର୍ଷ କି 200 ବର୍ଷ ଧରିକି ତା ପୂର୍ବରୁ ମଧ୍ୟ ଛେନା କାମ ହଉ ବିଭିନ୍ନ କାମ ପାଇଁ ଓଡ଼ିଶାର ଓଡ଼ିଆ ମାନେ ଯାଇକି ସେଠି କାମ କରନ୍ତି, ପୂଜା କାମ କରନ୍ତି, ରୋଷେଇ କାମ କରନ୍ତି, ବିଭିନ୍ନ କାମ କରନ୍ତି। କଲିକତାର ଲୋକମାନେ ମଧ୍ୟ ଆଜି ଭଡ଼ାରେ ଏଠି ରହୁଛନ୍ତି, ସମସ୍ତେ ରହୁଛନ୍ତି, ଆମ ପାଖ ପଡ଼ିଶାରେ ମଧ୍ୟ ଅଛନ୍ତି। ସେମାନଙ୍କୁ କ'ଣ କେହି ବିଦା କରିଛନ୍ତି? ଏଠି ରୋହିଙ୍ଗା ବାଂଲାଦେଶୀ କି ବିଦା କରାହଉଛି। ରୋହିଙ୍ଗା ବାଂଲାଦେଶୀ କି ବିଦା କରେ ମମତା ବାନାର୍ଜୀର କାହିଁକି ପଡୁଛି ଆଳୁ ଚୋରଣୀର ଯଦି ତାର ପଡୁଛି ସିଏ ସେଠି ଓଡ଼ିଆ ଲୋକଙ୍କୁ ସେଠି ବିଦା କରୁଛି। ଓଡ଼ିଆ ଲୋକ ଏଠି ଦୋକାନ କରିପାରିବେ ନାହିଁ, ଏଠି ଓଡ଼ିଆ ଲୋକ କାମ ଧନ୍ଦା କରିପାରିବେ ନାହିଁ, ଓଡ଼ିଆ ଲୋକକୁ ଗୋଡ଼ଉଛି, ତାହେଲେ ବଙ୍ଗାଳୀ ଏଠି ବେପାର କରିପାରିବେନି। ଯଦି ଓଡ଼ିଆ ଲୋକ କଲିକତାରେ କାମ କରିବେ, ଦେଖନ୍ତୁ ଏ ବିବାଦଟି କରିବା ଉଚିତ ନୁହଁ। ମୁଁ ମଧ୍ୟ ଏହାକୁ ମାନେ ବିରୋଧ କରୁଛି ଯେ ଆମର ବଙ୍ଗାଳୀ ମାନେ ଏଠି ବେପାର କରିପାରିବେନି। ଭାଇ ଦେଖ ଭୁବନେଶ୍ୱରରେ କେତେ ଗାଙ୍ଗୁରାମ ସୁଇଟ୍ସ ଚାଲିଛି। ଗାଙ୍ଗୁରାମ ସୁଇଟ୍ସ ଗୁଡ଼ା କାହାର? ଯୋଉ ଜଗନ୍ନାଥ ମନ୍ଦିର ଅଛି ତାକୁ ନେଇକି ଯୋଉ ବ୍ୟବସାୟୀ ରହିଲେ କି ଯୋଉମାନେ ଯାଉଛନ୍ତି ସେମାନେ ବିଭିନ୍ନ ପ୍ରକାର ତର୍କ କରୁଛନ୍ତି। ପୁରୀ ମନ୍ଦିର ଦିଗାକୁ ନେଇକି ଗୋଟେ ଆଲୋଚନା କରୁଛନ୍ତି, ଯୋଉଥିପାଇଁ କି ସେ ଏଭଳିଆ ପଦକ୍ଷେପ ନା ନା ସେଠି ଆଲୋଚନା ସେ କଥା କରୁନାହାନ୍ତି ଓଡ଼ିଆ ଲୋକମାନେ। ଏଠି ଯୋଉ ଆଲୋଚନା ହଉଛି ଯେତେବେଳେ ତମେ ଧାମ ଚୋରି କଲ ତମର କମ ସାହସ ନୁହଁ, ତମକୁ ତ ସୁଳି ଠାରୁ ଆହୁରି ଭୟଙ୍କର ସଜା ଦବା। ଦିଲ୍ଲୀରେ ଅକ୍ଷରଧାମ ହେଲା ତାଙ୍କୁ କଣ ସୁଳି ଦେଇଦେଲେ? ନା 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 ଧାମ କଥା ପଡିଛି ସିଏ ନା। ଶୁଣନ୍ତୁ ଅକ୍ଷର ଧାମ ସିଏ ଧାମ ନୁହଁ, 4ଟି ଧାମ ଭିତରେ ଅକ୍ଷର ଧାମ ନା ନାହିଁ। ଇଏ ଧାମ ହଉଛି ଜଗନ୍ନାଥ। ନା ଜଗନ୍ନାଥ ଧାମ, ଜଗନ୍ନାଥ ଧାମ ଆମ ଶାସ୍ତ୍ର ପୁରାଣ ଆମ ଯାହା ଭାରତ ବର୍ଷରେ ଧର୍ମ ନୀତି ହଉଛି 4ଟି ଶଙ୍କରାଚାର୍ଯ୍ୟ 4ଟି ଧାମ। ସେ ଧାମକୁ ନେଇକି ସେଠି ଯୋଉ ମମତା ବାନାର୍ଜୀ ଇଏ କାହିଁକି କଲା ତା କାରଣଟା ଶୁଣୁନା। ତମେ ଏତେ ପ୍ରଶ୍ନ ପଚାରେ ତାର ସିଧା କଥାଟା ଶୁଣ। ଯେହେତୁ ସେଠି ସିଏ ଗୋଟେ ରୋହିଙ୍ଗ୍ୟା ବାଂଲାଦେଶୀ ତୁଷ୍ଟିକରଣ ରାଜନୀତି କରୁଛି, ହିନ୍ଦୁ ମାନେ ଯେତେବେଳେ ଏହାକୁ କାଳେ ବିରୋଧ କରିବେ ସେଥିପାଇଁ ଗୋଟେ ହିନ୍ଦୁଙ୍କ ଭିତରେ ଲଢ଼େଇ କରିବା ପାଇଁ ଗୋଟେ ଜଗନ୍ନାଥ ଧାମ ତିଆରି କରି କେମିତି ହିନ୍ଦୁ ଭିତରେ ଲଢ଼ା ଲଢ଼ି ହୁଅନ୍ତୁ ଏଠି ଯେ କ'ଣ ନା ଧାମ ଯାହା ହଉ ଆମ ମମତା ବାନାର୍ଜୀ ଓଡ଼ିଶାରୁ ଧାମଟାକୁ ଏଠି ନେଇଲେ। ମମତା ବାନାର୍ଜୀ କି ମୁଁ ଘୃଣା କରେ ନା, ଯୋଉମାନେ ଓଡ଼ିଆ ଲୋକଙ୍କୁ ଘୃଣା କରନ୍ତି ଆମେ ତାକୁ ଓଡ଼ିଆ ଲୋକ ଘୃଣା କରୁ। ଶୁଣନ୍ତୁ କଲିକତା ମମତା ବାନାର୍ଜୀ କହୁଥିଲା ରସଗୋଲା ଆମର, ଆମେ ଭୁଲ ପ୍ରମାଣ କରାଇଦେଲୁ ସୁପ୍ରିମକୋର୍ଟରେ। କିଏ କହୁଥିଲା ରସଗୋଲା ଆମର? କିଏ କହୁଥିଲା ଜୟଦେବ ଆମର? କିଏ କହୁଥିଲା ଗୀତ ଗୋବିନ୍ଦ ଆମର? କିଏ କହୁଥିଲା ଓଡ଼ିଆ একটা ଭାଷା ନାହିଁ? କୋଉମାନେ କହୁଥିଲେ? ବଙ୍ଗାଳୀ ମାନେ କହୁଥିଲେ। ଯେତେବେଳେ ଆମ ଓଡ଼ିଆ ଭାଷାକୁ ତମେ କହିବ ଓଡ଼ିଆ ଗୋଟେ ଭାଷା ନୁହଁ, ତାହେଲେ ଆମେ ତମକୁ ଛାଡ଼ିଦେବୁ? ଆଉ ଯୋଉ ମମତା ବାନାର୍ଜୀ ମୋ ଜଗନ୍ନାଥ ଧାମକୁ ଚୋରି କରି ନେଇଯିବ, ସେଠି ଧାମ କରିବ, ଆମେ ତାକୁ ଛାଡ଼ିଦେବୁ? ହଁ ସେ ଆଳୁ ଚୋରଣୀ ତା ନା। ଶୁଣନ୍ତୁ ଯେ କଥା ହଉଛି ଯେତେବେଳେ ନବୀନ ବାବୁ ଥିଲେ ଭାଇ ଭଉଣୀର ସମ୍ପର୍କ ଥିଲା, ଟିକିଏ ସବୁବେଳେ ଆଳୁ ପଠେଇ ଦଉଥିଲେ। ମୋହନ ମାଝୀ ସରକାର ହେଇଗଲା ପରେ ଆଳୁ ପଠେଇଲେ ନାହିଁ, କହିଲେ ଆମେ ଆଳୁ ଦେବୁନୁ। ଆମ ଓଡ଼ିଆ ଲୋକ ଏତେ କୋଢିଆ ମାଦଳ, ନିଜ ବାଡ଼ିରେ ଆଳୁ ଚାଷ କରିବେନି କି ଆଳୁ ଚାଷ ଆମର ହଏନି। ଏଠି କୋଲ୍ଡ ଷ୍ଟୋର ହୋମ୍ ନାହିଁ, ଏଠି ଶୀତଳ ଭଣ୍ଡାର ବିଜେପି ସରକାର କହିଥିଲା ଯେ ପ୍ରତିଟି ଜିଲ୍ଲାରେ ଆମେ କରିବୁ। ତମେ ପ୍ରତିଟି ଜିଲ୍ଲାରେ ସେ ବିଜେପି ବାଲାଙ୍କ ଶୀତଳ ଭଣ୍ଡାର କେତେ ବାଟ ଗଲା ବର୍ତ୍ତମାନ ବିଜେପି ବାଲା କହି କୁହନ୍ତୁ ଆସିକି। 24 ବର୍ଷ ଭିତରେ ତ ଆମେ 7ଟି କି 5ଟି ଶୀତଳ ଭଣ୍ଡାର ଥିଲା ଆମ ରାଜ୍ୟରେ। ଏଠି କଥା ପଡ଼ିଛି ଆମ ରାଜ୍ୟ ଅନ୍ୟ ରାଜ୍ୟ ଉପରେ କେତେବେଳେ ନିର୍ଭର କରେ ଯେତେବେଳେ ଆମେ ମାନେ କୋଡ଼ିଆ ମାଦଳ ହେଇଯାଉ, ଆମେ ମାନେ ଯେତେବେଳେ ଅକ୍ଷମ ହେଇଯାଉ। ଆମ ଏଠି ଯେତେବେଳେ ଶୀତଳ ଭଣ୍ଡାର ରହିବ ନାହିଁ, ଆମ ଏଠି ଯେତେ ସବୁ ପନିପରିବା ଆଳୁ ଆମେ ଯଦି ସଂଗ୍ରହ କରିପାରିବାନି, ଚାଷକୁ ପ୍ରୋତ୍ସାହିତ କରାହେବନି, ଚାଷୀକି ଋଣ ଦିଆହେବନି, ଚାଷୀମାନେ ମଡ଼କ ସାଜିବେ ଏଠି ରାଜ୍ୟରେ, ତାହେଲେ ଚାଷୀ ଆମେ ସେଇଭଳି ମମତା ବାନାର୍ଜୀ ଆମକୁ ବ୍ଲାକମେଲିଂ କରୁଥିବ, ଆମେ ଭାଇଚାରାର ନାରା ଦଉଥିବା। ଏଠି କଥା ପଡ଼ିଛି ଯୋଉମାନେ ଓଡ଼ିଆ ଲୋକ, ଓଡ଼ିଆ ବଙ୍ଗାଳୀ ମରାଠୀ ସେମିତି କିଛି ଆମ ଭିତରେ ରହିବା ଉଚିତ ନୁହଁ। ସମସ୍ତେ ଭାରତୀୟ, କିନ୍ତୁ ଏଇ ଯୋଉ ଜାତିକି ନେଇକି ଓଡ଼ିଆ ଜାତି ଓଡ଼ିଆ ଲୋକକୁ ନେଇକି ଯୋଉ କଲିକତାରେ ତାଙ୍କ ଦୋକାନ ଭାଙ୍ଗିବା, ତାଙ୍କୁ ବିରୋଧ କରିବା, ତାଙ୍କୁ ବାଡ଼ିଆ ପିଟା କରିବା, ତାଙ୍କୁ ବିଦା କରିବା, ଇଏ ମମତା ବାନାର୍ଜୀ କୋଉଠି ନା କୋଉଠି ମହଙ୍ଗା ପଡ଼ିବ। ଯଦି ସେଠି ସେ କଲିକତାରେ ଓଡ଼ିଆ ଲୋକଙ୍କୁ ଏଭଳି
ଅତ୍ୟାଚାର କରି ଓଡ଼ିଆ ଲୋକଙ୍କୁ ବେପାର କରିବାକୁ ନ ଦିଏ ତାହେଲେ ଆମେ ମଧ୍ୟ ତାଙ୍କୁ ଏଠି ବେପାର କରିବାକୁ ସୁଯୋଗ ଦେବୁ ନାହିଁ ବୋଲି ଏଇଟା ଜାଣି ରଖିବୁ। ଦୀଘାରେ ଯଦି ମମତା ବାନାର୍ଜୀ ସବୁ ଓଡ଼ିଆ ବେପାରୀ ମାନଙ୍କୁ ବାହାର କରିଦଉଛନ୍ତି ଅଭିଯୋଗ ଯଦି ଏଇଆ ଆସୁଛି ତାହେଲେ କାଲକାଟାରେ ଯେତିକି ବଙ୍ଗାଳୀ ଅଛନ୍ତି ବଙ୍ଗାଳୀ ଯୋଉ ରେଷ୍ଟୁରାଣ୍ଟ ହଉ ହୋଟେଲ ହଉ ବାହାର କରିଦଉନା ଓଡ଼ିଆଙ୍କର କଣ ସେଠି ଦମ ନାହିଁ ଶୁଣନ୍ତୁ ନା ଶୁଣନ୍ତୁ ଆମ ପୁରୀ ଜଗନ୍ନାଥ ମନ୍ଦିରରେ ଆମେ ଏଠି ଯେତେ ବକୁଛୁ ଆପଣ ଦେଖିଛନ୍ତି ପୁରୀ ଜଗନ୍ନାଥ ମନ୍ଦିରରେ ଯେଉଁମାନେ ତାଙ୍କର ନୀତିକାନ୍ତି କରୁଛନ୍ତି ଯେଉଁମାନେ ସେବକ ସେଥିରୁ ପୁରୀ ମନ୍ଦିରରୁ ଚଳୁଛନ୍ତି ସେମାନେ ଦିନେ କହିଲେଣି ତାଙ୍କର ବା ପୁରୀରେ ଜଣେ ଦଇତାପତି ଦେଖୁଥିଲେ ସେ ଯେଉଁ ଧାମ ପ୍ରତିଷ୍ଠା କରିବାକୁ ଯାଇଥିଲେ ଭାଇ ଶୁଣ ମୁଁ ପୂର୍ବରୁ କହିଥିଲି 100 में 80 ବେଇମାନ फिर भी मेरा देश महान आम भितर भारत वर्षरे बा ओडिशारे 70% लोक माने स्वार्थपर आमे 70% स्वार्थपर लोक भितर नुह आमे ओडिया लोक संग्रामी लोक ओडिया आमे केते आंदोलन एठी करिछु कथा पड़िछि आम ओडिया लोक माने अतीतर आमको उदाहरण दे जाइछन्ति जे आम ओडिया लोक माने केते स्ट्रांग थिले आम किछि दिन तले बाली यात्रा देखुथिले जे कोउठी की जाउथिले जावा सुमित्रा को माने दीप को जाउथिले व्यापार करिया को ए ओडिया रे ए ओडिशार वीर जयराजपुरटू आम बक्सी जगबंधु एमान सब लड़ी की जाइछन्ति तेणु ए ओडिया वीर माटी ए कापुरुष किछि लोक ताको जानि सुनि की करूछन्ति तेणु एक कथार प्रभावित होवार नै आमे कौनसी माने सभ्यता को कौनसी भाषा को आमे मध्य विरोध करना आम भाषा को आम ओडिया लोक को जो माने कुठारघात करिवे विरोध करिवे आमे ताको विरोध करिवा निश्चित।